ପିଲାମାନେ ଆଜି ପଢିବା ଉଦ୍ବୋଧନ ଲେଖିଛନ୍ତି ଗଙ୍ଗାଧର ମେହେର। ସ୍ୱଭାବ କବି ଗଙ୍ଗାଧର ମେହେର 1862-1924 ମସିହା ପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି। ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମସ୍ଥାନ ହେଉଛି ବରଗଡ଼ ଜିଲ୍ଲାର ବରପାଲି। ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର କବି ଓ ଲେଖକମାନଙ୍କ ମଧ୍ୟରେ ଗଙ୍ଗାଧର ଏକ ବିଶିଷ୍ଟ ସ୍ଥାନ ଅଧିକାରୀ। ଇନ୍ଦୁମତୀ, କୀଚକବଦ୍ଧ, ଉତ୍କଳ ଲକ୍ଷ୍ମୀ, ପ୍ରଣୟ ବଲ୍ଲରୀ, ତପସ୍ୱିନୀ, ଅର୍ଘ୍ୟଥାଳୀ, ମହିମା, କୃଷକ ସଙ୍ଗୀତ ଇତ୍ୟାଦି ତାଙ୍କର କେତୋଟି ଅତି ଜଣାଶୁଣା ରଚନା। ଉଦ୍ବୋଧନ କବିତାଟି ଗଙ୍ଗାଧରଙ୍କ ଅର୍ଘ୍ୟଥାଳୀ କବିତା ସଂକଳନରୁ ସଂଗୃହୀତ। କୋଉଥିରୁ ଆସିଛି? ଅର୍ଘ୍ୟଥାଳୀ କବିତା ସଂକଳନରୁ এই ଉଦ୍ବୋଧନ ବିଷୟଟି। ଏ ଉଦ୍ବୋଧନ ବିଷୟରେ କଣ ଆମେ ଶିଖିବା ନା ତାଙ୍କ ସମୟର ଓଡ଼ିଶାର ଜନମାନସରେ କବି ଯେଉଁ ଜଡ଼ତା ଓ ଉଦ୍ୟମହୀନତା ଲକ୍ଷ୍ୟ କରିଥିଲେ ତାହା ତାଙ୍କୁ ମର୍ମାହତ କରିଥିଲା, ଅର୍ଥାତ୍ ତାହା ତାଙ୍କୁ ବାଧିଥିଲା। ନିଜର ଭାଷା ଓ ଦେଶବାସୀମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ କବି ଦେଇଥିବା ଆହ୍ୱାନ ଏହି କବିତାରେ ପ୍ରତିଫଳିତ ହୋଇଛି। ଏହି କବିତା ମାଧ୍ୟମରେ ଗଙ୍ଗାଧର ମେହେର ଆମକୁ କିଛି ଆହ୍ୱାନ ଦେଇଛନ୍ତି। ତ ବିଷୟଟି ପଢିବା ପୂର୍ବରୁ ଆମେ ଆଗ ସୂଚନା ତାର ଦେଖିଦେବା। ଉଦ୍ବୋଧନ ଅର୍ଥ ହେଉଛି ବର୍ତ୍ତମାନର ଦୁରବସ୍ଥାକୁ ଦେଖି ତହିଁରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଦେଶବାସୀଙ୍କ ମଧ୍ୟରେ ଚେତନା ସୃଷ୍ଟି କରିବା ଓ ଜାଗରଣ ଆଣିବା ନିମନ୍ତେ ଦିଆଯାଉଥିବା ପରାମର୍ଶ। ଦେଶରେ ଗୋଟେ ଜାଗରଣ ଆଣିବା ପାଇଁ ଲୋକମାନଙ୍କୁ ଯେଉଁ ପରାମର୍ଶ ଦିଆଯାଏ, ଅନ୍ୟଟା ତାକୁ କହିପାରିବ ଉତ୍ସାହ ବାଣୀ। ଉଦ୍ବୋଧନର ଅର୍ଥ କ'ଣ? ଉତ୍ସାହ ବାଣୀ। ଜଣକୁ ଉତ୍ସାହିତ କରିବା ପାଇଁ ଆମେ ତାକୁ ଯେଉଁ ବାଣୀ କହୁ। ରବି କରେ ଅର୍ଥାତ୍ ସୂର୍ଯ୍ୟଙ୍କ କିରଣରେ। ଉତ୍ଫୁଲ୍ଲେ ଅର୍ଥାତ୍ ଆନନ୍ଦରେ। ବିହଙ୍ଗମ ଅର୍ଥାତ୍ ପକ୍ଷୀ। ବିହାୟସରେ ଉଡୁଥିବା ଯୋଗୁଁ। ବିହାୟସ ମାନେ ଆକାଶରେ। ଆକାଶର ପ୍ରତିଶବ୍ଦ ବିହାୟସରେ ଉଡୁଥିବା ଯୋଗୁଁ ଏମାନଙ୍କୁ ବିହଙ୍ଗମ କୁହାଯାଏ, ପକ୍ଷୀମାନଙ୍କୁ। ବିଳସେ ଅର୍ଥାତ୍ ବିହାର କରେ ମାନେ ବୁଲେ। ପିପିଲିକା ଅର୍ଥାତ୍ ପିମ୍ପୁଡ଼ି। କବଳେ ଅର୍ଥାତ୍ ପାଟିରେ, ମୁଖ ଗହ୍ୱରରେ କିମ୍ବା ହାବୁଡ଼ାରେ। ଦମି ଦମନ କରି। ରାଜଦୁଆର ମାନେ ରାଜାଙ୍କ ଦରବାର ଆଉ ସରକାରୀ ଦପ୍ତର। ଆମୋଦ ଅର୍ଥାତ୍ କ୍ରୀଡ଼ା, କୌତୁକ, ମଜା ବା ଆନନ୍ଦ। ପ୍ରତିବେଶୀ ଅର୍ଥାତ୍ ପଡ଼ୋଶୀ। ନବ ରବିକରେ ଫୁଟଇ କମଳ। ଉତ୍ଫୁଲ୍ଲେ ଉଠନ୍ତି ବିହଙ୍ଗମ ଦଳ। ସୂର୍ଯ୍ୟଙ୍କ କିରଣ ପଡ଼ିବା ମାତ୍ରେ ପଦ୍ମଫୁଲ ଫୁଟିବାକୁ ଲାଗିଲା ଏବଂ ବିହଙ୍ଗମ ଦଳ ଖୁସିରେ ଉଠିଲେ। ଆହାର ବିହାର ପାଇଁ ତେଜି ପୁର। ନିଜର ଘରକୁ ତ୍ୟାଗ କରି ଗଲେ ସେମାନେ। ଉଡ଼ି ଯାଇଥାନ୍ତି କେତେ କେତେ ଦୂର। କେତେ କେତେ ଦୂର ଉଡ଼ିକି ଯାଆନ୍ତି ପକ୍ଷୀମାନେ। କାହିଁକି ନା ଆହାର ବିହାର କରିବା ପାଇଁ, ମାନେ ଆହାର ଖୋଜିବା ପାଇଁ, ଆହାର ପାଇବା ପାଇଁ। ମହୁମାଛି ମଧୁ ସଞ୍ଚୟ ଲାଳସେ। ମହୁମାଛିଟିଏ କଣ କରେ ନା ମଧୁ ସଞ୍ଚୟର ଲାଳସାରେ ବହୁ ଦୂର ବନ ପର୍ବତେ ବିଳସେ, ମାନେ ବହୁତ ଦୂର ବନ ପର୍ବତରେ ଯାଇକି ବୁଲେ ଆଉ ମହୁ ସଞ୍ଚୟ କରିକି ଆସେ। ବଳ ଥାଉ କେହି ନିଶ୍ଚୟ ମୌନ। ଥାଇ ନ କରନ୍ତି ଜୀବନ ନ୍ୟୁନ। ମାନେ ସେମାନେ ବଳ କମ୍ ଥାଉ କିମ୍ବା ଅଧିକ ଥାଉ ତାଙ୍କର, ସେମାନେ ତାଙ୍କର ପରିଶ୍ରମ କରନ୍ତି ଆଉ ନିଜ କାର୍ଯ୍ୟଟି କରନ୍ତି। ସୁପ୍ତ ସିଂହ ମୁଖେ ନପସେ ଆହାର। ଶ୍ରମେ ପିପିଲିକା ପୁରାଏ ଭଣ୍ଡାର। ଶୋଇଥିବା ସିଂହ ମୁହଁରେ କେବେ ଆହାର ଆସିକି ପଶିଯାଏ ନା କଣ? ନା, ତାକୁ ପରିଶ୍ରମ କଲେ ସିନା ଶିକାର କରିକି ଖାଇବ, ତ ଶୋଇଥିଲେ କେମିତି ଆହାର ଆପେ ଆପେ ଆସିବ ହେରି। ଶ୍ରମେ ପିପିଲିକା ପୁରାଏ ଭଣ୍ଡାର। ସେପଟେ ଯଦି ଦେଖିବା ପିପିଲିକା କଥା ମାନେ ପିମ୍ପୁଡ଼ି କଥା, ସିଏ ତାର ପରିଶ୍ରମ ଦ୍ୱାରା ତାର ଘର ଫୁଲ କରିଦିଏ ଖାଦ୍ୟରେ। ମେଲିଥିଲେ ପାଟି ଶୋଇ ବୃକ୍ଷ ତଳେ। ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ। ମାନେ ମୁଖ ଗହ୍ୱରରେ, ମୁହଁରେ କେବେ ଫଳ ପଡ଼ିଯିବନି ଆପେ ଆପେ ଯଦି ଆମେ ଗଛ ତଳେ ଆଁ କରିକି ଶୋଇବା। ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ। ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। ଏ ଯୋଉ ଗଜ ମାନେ ହସ୍ତୀ, ସିଂହ, ବ୍ୟାଘ୍ର, ବାଘ, ଏମାନେ ସବୁ ଅଛନ୍ତି, ଏମାନେ ଭାରି ବଳୁଆ। ଏମାନଙ୍କୁ ମଧ୍ୟ ମଣିଷ ତାର କୌଶଳ, ବୁଦ୍ଧି କୌଶଳ ଦ୍ୱାରା ବାନ୍ଧିକି ରଖିପାରୁଛି। କୌଶଳ ଜନକ ଜ୍ଞାନ ଅଟେ ସିନା। ଜନମି ନପାରେ ଜ୍ଞାନ ଭାଷା ବିନା। କୌଶଳ ଗୋଟେ ଜ୍ଞାନ ଯେ ଏ ଜ୍ଞାନ କେବେ ବି ଜନ୍ମ ହେଇପାରିବନି ଯଦି ଭାଷା ନଥିବ। ଭାଷା ଯୋଗୁ ସିନା ଦମି ଜୀବଗଣ। ମାନବ କରଇ ବିଶ୍ୱେ ରାଜପଣ। କେବଳ ଭାଷା ଯୋଗୁ ହିଁ ମଣିଷ ଏ ବିଶ୍ୱରେ ରାଜପଣ ଦେଖଉଛି ଆଉ ସବୁ ଜୀବମାନଙ୍କୁ ସେ ଚଳଉଛି। ଯାହା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ। ଯାହାର ଭାଷା ଦୁର୍ବଳ ହେଇଥିବ ସେ ଅଧମ। କାହିଁ ହେବ ଆନେ ପ୍ରତିଯୋଗୀ କ୍ଷମ। ସେ କୋଉଠି ପ୍ରତିଯୋଗୀ କ୍ଷମ ହବନି, ମାନେ କୋଉଠି ପ୍ରତିଯୋଗୀ କରିପାରିବନି। ଉଚ୍ଚ ଭାଷୀ ଲୋକେ ତାକୁ ନିଚ ଗଣି। ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ମାନେ ଉଚ୍ଚ ଭାଷାର ଲୋକମାନେ ତାକୁ ନିଚ ଭାବିବେ, ଯୋଉମାନଙ୍କର ଭାଷା ଠିକ ନାହିଁ, ଯୋଉମାନଙ୍କର ଭାଷା ଦୁର୍ବଳା।
ଆଉ ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ଉଚ୍ଚ ଲୋକମାନେ ହିଁ ସମାଜରେ ଅଗ୍ରଣୀ ହୁଅନ୍ତି, ଆଗୁଆ ହୁଅନ୍ତି। ତ ଉଚ୍ଚ କେମିତି ହବ? ନିଜ ମାତୃଭାଷାକୁ ଉଚ୍ଚ କଲେ। ଯେ ନର ନ ବୁଝେ ମାନ ଅପମାନ, ନୁହଁଇ କି ସେହୁ ପଶୁର ସମାନ। ଯିଏ ମାନ ଆଉ ଅପମାନକୁ ବୁଝେ ନା, ସେ ମଣିଷ ପଶୁର ସମାନ ହଉଛି। ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ, କାହିଁ ତାର ରାଜଦୁଆରେ ସମ୍ମାନ। ଯାହାର ଭାଷା ଦୁର୍ବଳ, ତାର ରାଜଦୁଆରରେ ସମ୍ମାନ ନାହିଁ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଯଦି ଉଚ୍ଚ ହେବା ପାଇଁ ଆଶା କରୁଛ, ତେବେ ନିଜ ମାତୃଭାଷାକୁ ଆଗ ଉଚ୍ଚ କର। ନାହିଁ ଯେବେ ହୃଦୟ ଉଚ୍ଚ ଅଭିଳାଷ, କର ଆମୋଦର ପଲଙ୍କେ ବିଳାସ। ଯଦି ଇଚ୍ଛା ନାହିଁ, ଅଭିଳାଷ ନାହିଁ ମନରେ ନିଜେ ଉଚ୍ଚ ହେବା ପାଇଁ, ତେବେ ଠିକ ଅଛି, ଆମୋଦର ପଲଙ୍କରେ ବିଳାସ କର। କବି ଏଇଆ କହିଛନ୍ତି। ଯଦି ଇଚ୍ଛା ନାହିଁ ଉଚ୍ଚ ହେବା ପାଇଁ, ତାହେଲେ ଆମୋଦର ପଲଙ୍କେ ବିଳାସ କର, ମାନେ ଖୁସିରେ ଏନ୍ଜୟ କର ଖାଲି ଲାଇଫଟାକୁ, କିଛି କାମ କରନି ଆଉ। ପ୍ରତିବେଶୀଙ୍କର ଚରଣ ପ୍ରହାର, ଶେଷରେ ପଡୋଶୀ ମାନେ ଆସିକି ଗୋଇଠା ମାରିବେ, ଏତେ ଅଳସୁଆ ହବ ଯଦି। ଚିହ୍ନ ଶ୍ରେଣୀ କର ବକ୍ଷ ଦେଶେ ହାର, ଉଚ୍ଚ ପଦ ପାଇଁ ଡାକିଲେ ରାଜନ, କେତେ ଜଣ ଅଛ ତହିଁକି ଭାଜନ। ଯଦି ନା ମନେକର ଆମକୁ କିଛି ଉଚ୍ଚ ପଦବୀରୁ ଡାକରା ଆସୁଛି, ଆମେ କିନ୍ତୁ ଭୟ କରି ଯାଉଛେ, ନାଇଁ ଆମେ ଏ କାମଟା କରିପାରିବୁନୁ। କାହିଁକି? କାରଣ ଆମର ଭାଷା ଦୁର୍ବଳା। ତେଣୁକରି ଆମେ ଆମ ଭାଷାକୁ ଯେତେ ସବଳ କରିବା, ଆମେ ସବୁଠି ଜିତିବା, ସବୁ ପଦବୀକୁ ତୁଲେଇ ପାରିବା। ପ୍ରତିବେଶୀଙ୍କର ସହିତ ତୁଳନା, ତହିଁରୁ ବୁଝିବ ନିଜେ କେଡ଼େ ଦିନ, କରିଅଛ ପୁଣି ମାତୃଭାଷା ହୀନ। ନିଜେ ବୁଝିବ ଯେ ନିଜେ କେତେ ଗରିବ, ଆଉ ମାତୃଭାଷାକୁ କେମିତି ହୀନ କରୁଛ ତୁମେ ମାନେ। କାହାଠୁ ବୁଝିବା? ନା ପ୍ରତିବେଶୀଙ୍କ ସହିତ ଯଦି ଆମେ ତୁଳନା କରିବା ନିଜକୁ, ପଡୋଶୀ ମାନଙ୍କ ସହିତ ତୁଳନା କଲେ ନିଜେ ଜାଣିପାରିବା ଯେ ଆମେ କେତେ ଦିନ ଗରିବ। ତୁମ ପଡୋଶୀରେ ତୁମ ଘରଠୁ ବି ଆହୁରି ଉଞ୍ଚା ଉଞ୍ଚା ଘର, ବିଲ୍ଡିଂ ବାଡେଇକି ଲୋକ ଥିବେ ନା ନାଇଁ? କାହିଁକି? କାରଣ ସେମାନେ ତାଙ୍କ ଭାଷା ବଳରେ, ସେମାନେ ତାଙ୍କର ଉଚ୍ଚ ଅଭିଳାଷା ବଳରେ ଏତେ ଆଗକୁ ଆସିଛନ୍ତି। ତ ତୁମେ ମାନେ କଣ କରୁଛ? ନା ପରିଶ୍ରମ ନ କରି, ନିଜ ମାତୃଭାଷାକୁ ଉଚ୍ଚ ନ କରି ସେମିତି ପଡି ରହିଛ। ମାତୃଭାଷା ପୋଥି ଛୁଇଁବାକୁ କରେ, ମାନେ ହାତରେ ମାତୃଭାଷାର ପୋଥି ଛୁଇଁବାକୁ ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ। ତୁମେ ଲଜ୍ଜାବୋଧ କରୁଛ ଆଜିକାଲି ମାତୃଭାଷାର ପୁସ୍ତକଟିକୁ ଛୁଇଁବା ପାଇଁ ମଧ୍ୟ। ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ମାନେ କବି ଆମକୁ ଏଠି ଆହ୍ୱାନ ଦେଇଛନ୍ତି ଯେ ଉଠି ଯାଅ, ଏମିତି ଅଳସୁଆ ହେଇକି ଶୁଅନି। ଆଉ କେତେ ଦିନ ଶୋଇବ? ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ଯଦି ଏମିତି ଆମେ ଶୋଇ ରହିବା, ତାହେଲେ ଲୋକେ ଚାହିଁକି ହସୁଥିବେ। ଶୁଭ କର୍ମ ପଥେ ହୁଅ ଅଗ୍ରସର, ଯାହା ଶୁଭ କର୍ମ ଅଛି ସେଇ ପଥରେ କେବଳ ଅଗ୍ରସର ହୁଅ। ଚକ୍ଷୁ ମଳିବାକୁ ନାହିଁ ଅବସର, ଚକ୍ଷୁ ମଧ୍ୟ ମଳିବାକୁ ସମୟ ନାହିଁ ଆଉ ପାଖରେ। ତେଣୁକରି ଉଠ, କିଛି ଉଚ୍ଚ କାମ କର, ନିଜ ମାତୃଭାଷାର ନାଁ ରଖ। ମାତୃଭୂମି ମାତୃଭାଷାର ବଦନ, ଦୀପ୍ତ କର ଦେଇ ଧନ ଧ୍ୟାନ ମନ। ମାତୃଭାଷାକୁ ଉଚ୍ଚ କରାଅ। କିପରି? ନିଜର ଧନ, ନିଜର ଧ୍ୟାନ ଆଉ ନିଜର ମନ ଖର୍ଚ୍ଚ କରି ନିଜ ମାତୃଭାଷାକୁ ଉଚ୍ଚ କରାଅ। ଶୁଭ ପଥେ ବିଭୁ କରିବେ ମଙ୍ଗଳ, ଶୁଭ କର୍ମେ ହେବ ଜୀବନ ସଫଳ। ଶୁଭ ପଥରେ ଯଦି ଆମେ ଯିବା, ତାହେଲେ ବିଭୁ, ସେଇ ଈଶ୍ୱର ଅଛନ୍ତି ମଙ୍ଗଳ କରିବା ପାଇଁ। ଆଉ ଶୁଭ କର୍ମେ ହେବ ଜୀବନ ସଫଳ, ଆମର ଶୁଭ କର୍ମରେ ଆମ ଜୀବନ ସଫଳ ହେବ। ଯଦି ବିଷୟଟି ଭଲ ଲାଗିଲା, ତାହେଲେ ଏଇ ଭିଡ଼ିଓଟି ସାଙ୍ଗମାନଙ୍କୁ ସେୟାର କରିବ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବ। ଆଉ ଯଦି ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛ, ତେବେ ବେଲ୍ ଆଇକନ୍ଟିକୁ ଦବାଇ ଦେବ।